ଆଚ୍ଛା, ସମ୍ପତ୍ତି କହିଲେ ଆମେ କ'ଣ ବୁଝୁ? ଖାଲି ସୁନା, ରୂପା, ଟଙ୍କା ପଇସା, ନା ଆଉ କିଛି ବି ଅଛି? ଆସନ୍ତୁ ଏକ ବହୁତ ପୁରୁଣା ଆଉ ସୁନ୍ଦର କାହାଣୀ ଭିତରକୁ ଯିବା ଆଉ ଏହାର ଉତ୍ତର ଖୋଜିବା। ଆଜିର ଏହି କାହାଣୀରେ ନା ଠିକ୍ ଏହି ପ୍ରଶ୍ନର ହିଁ ପରୀକ୍ଷା ହେବ। ଏମିତି ଏକ ପରୀକ୍ଷା ଯାହା ସବୁ କିଛି ବଦଳାଇ ଦେବ। ତ କାହାଣୀଟା ଆରମ୍ଭ ହେଉଛି ଗୋଟେ ରାଜଦରବାରରୁ, ଆଉ ସେଇଠି ପରିସ୍ଥିତି ବଡ଼ ଗମ୍ଭୀର। କାହିଁକିନା ରାଜ୍ୟର ଯିଏ କୋଷାଧ୍ୟକ୍ଷ ଥିଲେ ତାଙ୍କର ହଠାତ୍ ମୃତ୍ୟୁ ହୋଇଯାଇଛି। ଆଉ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ରାଜକୋଷର ଚାବି, ଏତେ ବଡ଼ ଦାୟିତ୍ୱ କାହାକୁ ଦିଆଯିବ? ରାଜା ସୋମଦେବ ବହୁତ ଚିନ୍ତାରେ ଥିଲେ। ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡ଼ୁଥିଲା, କାରଣ କଥାଟା ଛୋଟ ନଥିଲା, ପୂରା ରାଜକୋଷର ଭବିଷ୍ୟତର କଥା ଥିଲା। ଶେଷରେ ରାଜା ଦରବାରରେ ଘୋଷଣା କଲେ, ମୋତେ ଏପରି ଜଣେ ନୂଆ କୋଷାଧ୍ୟକ୍ଷ ଦରକାର, ଯାହାର ନିଷ୍ଠା ହିମାଳୟ ପରି ଅଟଳ ଥିବ। ଦେଖନ୍ତୁ ରାଜା କ'ଣ କହିଲେ। ତାଙ୍କ ପାଇଁ ଦକ୍ଷତା କିମ୍ବା ଶକ୍ତିଠାରୁ ବଡ଼ ଥିଲା ଚରିତ୍ର। ତ ଦରବାରରେ ଭିନ୍ନ ଭିନ୍ନ ମତ ଆସିଲା। କିଏ କହିଲା ସବୁଠୁ ଅଭିଜ୍ଞ ହିସାବରକ୍ଷକଙ୍କୁ ନିଆଯାଉ, ତ ସେନାପତି କହିଲେ ସେନାରୁ ଜଣେ ଶକ୍ତିଶାଳୀ ଯୋଦ୍ଧା ହିଁ ଠିକ୍ ରହିବେ। କିନ୍ତୁ ରାଣୀଙ୍କ ପରାମର୍ଶ ଥିଲା ସମ୍ପୂର୍ଣ୍ଣ ଅଲଗା। ସେ କହିଲେ ପ୍ରକୃତ ସଚ୍ଚୋଟତା ରାଜପ୍ରସାଦର ଆରାମରେ ନୁହେଁ, ବରଂ ଗରିବୀର ନିଆଁରେ ପରୀକ୍ଷା ହେଲେ ହିଁ ଜଣାପଡ଼େ। ଆଉ ରାଣୀଙ୍କ କଥା ମାନି ରାଜାଙ୍କ ମନ୍ତ୍ରୀ ଛଦ୍ମବେଶରେ ବାହାରି ପଡ଼ିଲେ ଜଣେ ସଚ୍ଚୋଟ ମଣିଷ ଖୋଜିବାକୁ। ତେବେ ଚାଲନ୍ତୁ ଆମେ ବି ତାଙ୍କ ସହ ଯିବା। ଆଉ ଏବେ ଆମେ ପହଞ୍ଚିଛେ ଗୋଟେ ଛୋଟିଆ କୁଡ଼ିଆ ପାଖରେ, ଯେଉଁଠି ରହୁଛି ଆମ କାହାଣୀର ନାୟକ ସୋମୁ, ଜଣେ ଗରିବ କୁମ୍ଭାର। ଏଠି କିନ୍ତୁ ଗୋଟେ ଅଜବ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଗୋଟେ ପଟେ ସୋମୁ, ଯାହାର ଭଗବାନଙ୍କ ଉପରେ ଅଟଳ ବିଶ୍ୱାସ ଥିଲା, ସେ ଭାବୁଥିଲା ଦିନେ ନା ଦିନେ ସବୁ ଠିକ୍ ହୋଇଯିବ। ଆଉ ଅନ୍ୟପଟେ ଥିଲା ତାର ପତ୍ନୀ ମାଳତୀ, ଯେ ଭୋକର ବାସ୍ତବତାକୁ ସାମ୍ନା କରୁଥିଲା। ତା ମତରେ ବିଶ୍ୱାସରେ ପେଟ ପୂରେନି, ପେଟ ପାଇଁ ରୁଟି ଦରକାର। ଆଉ ଏହି ଗରିବୀ ଭିତରେ ଗାଁର ଦୁର୍ନୀତିଗ୍ରସ୍ତ ପ୍ରଧାନ ତାକୁ ଆହୁରି ଅପମାନିତ କରୁଥିଲା। ଦିନେ ସେ ସୋମୁର ମାଟିପାତ୍ର ସବୁ ଭାଙ୍ଗିଦେଲା, ଆଉ ତା ଆଡ଼କୁ କାଦୁଅରେ ଗୋଟେ ମୁଦ୍ରା ଫୋପାଡ଼ିଲା। କିନ୍ତୁ ଏତେ ଅପମାନ ପରେ ବି ସୋମୁର ଜବାବ ଶୁଣିଲା ଭଳି ଥିଲା। ସେ ତା ପତ୍ନୀକୁ କହିଲା, ଦେଖ, କାଦୁଅ ମୁଦ୍ରାରେ ଲାଗିଛି, ମୋ ଚରିତ୍ରରେ ନୁହେଁ। ଆଉ ଏଇଠୁ ହିଁ କାହାଣୀରେ ଆସୁଛି ଏକ ବଡ଼ ମୋଡ଼। ମନେ ଅଛି ସେ ଛଦ୍ମବେଶୀ ମନ୍ତ୍ରୀଙ୍କ କଥା? ହଁ, ସେ ଜଣେ ବୁଢ଼ା ଦୁର୍ବଳ ଯାତ୍ରୀଙ୍କ ବେଶରେ ଏବେ ବି ସଚ୍ଚୋଟ ମଣିଷ ଖୋଜୁଛନ୍ତି। ଦିନେ ସେହି ଛଦ୍ମବେଶୀ ମନ୍ତ୍ରୀ ସୋମୁଙ୍କ କୁଡ଼ିଆ ଆଗରେ ପହଞ୍ଚିଲେ, ଭାରି ଶୋଷିଲା ହୋଇ। ସୋମୁ ତାଙ୍କୁ କେବଳ ପାଣି ଦେଲାନି, ବରଂ ନିଜ ପାଇଁ ରଖିଥିବା ଶେଷ ଖାଦ୍ୟଟିକ ବି ଦେଇଦେଲା। ଆଉ ଏଥିରେ ଖୁସି ହୋଇ ସେ ବୃଦ୍ଧ ଜଣକ ସୋମୁକୁ ଗୋଟେ ପୁରୁଣା, ଦେଖିବାକୁ ଅସୁନ୍ଦର ମାଠିଆଟିଏ ଉପହାର ଦେଲେ। କିଛିଦିନ ପରେ ଭୁଲବଶତଃ ସେହି ମାଠିଆଟା ଭାଙ୍ଗିଗଲା, ଆଉ ତା ଭିତରୁ ଯାହା ବାହାରିଲା କେହି କଳ୍ପନା ବି କରିନଥିଲେ। ଶହ ଶହ ସୁନା ମୁଦ୍ରା। ଭାବିଲେ ଏତିକି ସମ୍ପତ୍ତି ତାଙ୍କର ପୂରା ଜୀବନ ବଦଳାଇ ଦେଇ ପାରିଥାନ୍ତା। କିନ୍ତୁ ସୋମୁର ପ୍ରତିକ୍ରିୟା ଥିଲା ଆଶ୍ଚର୍ଯ୍ୟଜନକ। ଖୁସି ହେବା ବଦଳରେ ସେ ଚିନ୍ତାରେ ପଡ଼ିଗଲା। ସେ କହିଲା, ନା, ଏହା ଆମର ନୁହେଁ। ଅନ୍ୟର ଧନରେ ଆମେ କେମିତି ଖୁସି ହେବା? ମୋତେ ସେ ବୁଢ଼ା ଲୋକଙ୍କୁ ଖୋଜିବାକୁ ପଡ଼ିବ, ଆଉ ସତ କହିବାକୁ ହେବ। କିନ୍ତୁ ଏଇ ସୁନା କଥାଟା ବେଶୀଦିନ ଲୁଚି ରହିଲାନି। ନିଆଁ ଭଳି ପୂରା ଗାଁରେ ବ୍ୟାପିଗଲା। ଆଉ ଏ ଖବର ଯେତେବେଳେ ସେ ଲୋଭୀ ପ୍ରଧାନ ପାଖରେ ପହଞ୍ଚିଲା, ସେ ଭାବିଲା ଏଇଟା ହିଁ ସୁବର୍ଣ୍ଣ ସୁଯୋଗ। ସେ ସିଧା ସୋମୁକୁ ଘୋଷାଡ଼ି ଘୋଷାଡ଼ି ଗାଁ ପଞ୍ଚାୟତକୁ ନେଇଗଲା। ପୂରା ଗାଁ ବରଗଛ ତଳେ ଜମାଇଥାଏ। ଗୋଟେ ପଟେ ଗରିବ ସୋମୁ ଆଉ ତା ସ୍ତ୍ରୀ, ଆଉ ଅନ୍ୟପଟେ ଗାଁର ସବୁଠୁ ଶକ୍ତିଶାଳୀ ଲୋକ ପ୍ରଧାନ। ଏହା ଥିଲା ଶକ୍ତି ଆଉ ସିଦ୍ଧାନ୍ତ ଭିତରେ ଏକ ସିଧାସଳଖ ଟକ୍କର। ପ୍ରଧାନ ପୂରା ଦମ୍ଭର ସହ ମିଛା କହିଲା, ଏ ଗାଁ ମାଟିରୁ ଯାହା ବାହାରିବ ସେ ସବୁ ମୋର। ସେ ବୁଢ଼ା ଯାତ୍ରୀ ମୋ ବନ୍ଧୁ ଥିଲା, ଆଉ ସେ ମାଠିଆଟା ବି ମୋର। କିନ୍ତୁ ସୋମୁ ଟିକେ ବି ଡରିଲାନି। ସେ ଦୃଢ଼ତାର ସହ କହିଲା, ନା, ଏହା ଜଣେ ବୃଦ୍ଧ ଯାତ୍ରୀଙ୍କର, ଏହା ତାଙ୍କର ଅମାନତ। ତାକୁ ଚାବୁକ ମାଡ଼ର ଡର ଦେଖାଗଲା, ଗାଁରୁ ବାହାର କରିଦେବାର ଧମକ ଦିଆଗଲା, କିନ୍ତୁ ସେ ନିଜ ଶତ୍ରୁ ଓହରିଲାନି। ଆଉ ଠିକ୍ ସେତେବେଳେ ଯେତେବେଳେ ସମସ୍ତେ ଭାବୁଥିଲେ ଯେ ସୋମୁକୁ ଦଣ୍ଡ ମିଳିବା ନିଶ୍ଚିତ, ସେହି ଭିଡ଼ା ଭିତରୁ ଜଣେ ଅଜଣା ଲୋକ ଆଗକୁ ବାହାରି ଆସିଲେ। ସମସ୍ତଙ୍କ ନଜର ତାଙ୍କ ଉପରେ। ଆଉ ସେ ଲୋକ ଜଣକ, ସେ ଆଉ କେହି ନଥିଲେ, ସେ ଥିଲେ ରାଜାଙ୍କର ସେଇ ମନ୍ତ୍ରୀ। ନିଜର ପ୍ରକୃତ ପରିଚୟ ଦେବା ମାତ୍ରେ ପ୍ରଧାନର ସବୁ ମିଛର ପର୍ଦ୍ଦାଫାଶ ହୋଇଗଲା। ମନ୍ତ୍ରୀ ସେତେବେଳେ ପୂରା ଘଟଣା କହିଲେ। କେମିତି ସେ ପ୍ରଥମେ ପ୍ରଧାନ ପାଖକୁ ପାଣି ପାଇଁ ଯାଇଥିଲେ, ଆଉ ପ୍ରଧାନ ତାଙ୍କୁ ଅପମାନ ଦେଇ ତଡ଼ି ଦେଇଥିଲା। ଆଉ କେମିତି ସୋମୁ ନିଜର ଦାରିଦ୍ର୍ୟ ସତ୍ତ୍ୱେ ନିଜର ଶେଷ ଖାଦ୍ୟ ଟିକକୁ ବି ବାଣ୍ଟି ଦେଇଥିଲା। ସେ କହିଲେ, ଏଇଟା ହିଁ ତ ଥିଲା ଅସଲ ପରୀକ୍ଷା। ଆଉ ତାପରେ ନ୍ୟାୟ ହେବାରେ ଡେରି ହେଲାଣି। ସୋମୁକୁ ତାର ସଚ୍ଚୋଟତାର ପୁରସ୍କାର ମିଳିଲା। ସେ ହେଲା ରାଜ୍ୟର ନୂଆ କୋଷାଧ୍ୟକ୍ଷ। ଆଉ ସେପଟେ ଲୋଭୀ ପ୍ରଧାନକୁ ମିଳିଲା କଠୋରରୁ କଠୋର ଦଣ୍ଡ।
ତ ଏ କାହାଣୀରୁ ଆମେ କ'ଣ ଶିଖିଲେ? ପ୍ରଥମ କଥା ହେଲା, ଅସଲ ଚରିତ୍ର ସୁଖରେ ନୁହେଁ, ଦୁଃଖ ଆଉ କଠିନ ସମୟରେ ହିଁ ଜଣାପଡ଼େ। ଆଉ ସବୁଠୁ ବଡ଼ କଥା ହେଲା, ସଚ୍ଚୋଟତା ହିଁ ଜଣେ ମଣିଷର ପ୍ରକୃତ ଆଉ ସବୁଠୁ ମୂଲ୍ୟବାନ ସମ୍ପତ୍ତି। ଏପରିକି ମାଳତୀ, ଯିଏ ଦିନେ ବିଶ୍ୱାସ ଆଉ ସଚ୍ଚୋଟତାକୁ ନେଇ ପ୍ରଶ୍ନ କରୁଥିଲା, ସେ ବି ଆଜି ବୁଝିଯାଇଥିଲା। ସେ ନିଜେ ସ୍ୱୀକାର କଲା, ଆଜି ମୁଁ ବୁଝିଲି, ସତରେ ସଚ୍ଚୋଟତା ହିଁ ମଣିଷର ସବୁଠାରୁ ବଡ଼ ଧନ। ଏ କାହାଣୀ ହୁଏତ ବହୁତ ପୁରୁଣା, କିନ୍ତୁ ଏହାର ଶିକ୍ଷା ଆଜି ବି ସେତିକି ହିଁ ଜରୁରୀ। ତେବେ ଏହି କାହାଣୀ ଶେଷରେ ଗୋଟିଏ ପ୍ରଶ୍ନ ଛାଡ଼ି ଯାଉଛି ଆମ ସମସ୍ତଙ୍କ ପାଇଁ। ଆମର ସବୁଠାରୁ ବଡ଼ ସମ୍ପତ୍ତି ପ୍ରକୃତରେ କ'ଣ?